ଖର୍ଚ୍ଚ ତା ଜାଗାରେ କିନ୍ତୁ ସିଏ ଯେତେବେଳେ ଆସିକି ଆମ ପାଖରେ ବିକିବ ସିପ ରେ ଆସିବ ଇଏ ଆସିବ ତାକୁ ଟ୍ୟାକ୍ସ ପଡିବ ସିଏ ତାର ଗାଡି ନେଇକି ଆସିବ ତାକୁ ଏଠି ବିକିବ ତ ବିକିଲା ପରେ ତାର ଦାମ ହେଇଗଲା ଧର 1,000 ଟଙ୍କା ହେଇଗଲା ମାନେ 2,000 ଟଙ୍କା ହେଇଗଲା ତାହେଲେ 2,000 ଟଙ୍କାରେ ମୁଁ ଯଦି କହିବି ଗୋଟେ ନର୍ମାଲ ଗରିବ ଲୋକକୁ ତ ଭ୍ୟାକ୍ସିନ ନେଇ ସେ ନବ ମତେ କରୋନା ହେଇକି ମୁଁ ମରିଯାଏ ମତେ ନେବି କୋଭିଡ ସମୟ ଘର ଫ୍ୟାମିଲି ମେମ୍ବର ଯଦି 5 ଜଣ ଅଛନ୍ତି 2,000 ଲେଖା 5 ଜଣ ମେମ୍ବର ଯଦି ଆମେ ଦବା ଇଞ୍ଜେକ୍ସନ ଦବା ତ ଆମକୁ 10,000 ଦରକାର ତ 10,000 ଟଙ୍କା ଦେଇକି ମୁଁ ଭ୍ୟାକ୍ସିନ ଲଗେଇଦେବି ପସିବଲ ନୁହଁ ମୁଁ ଲଗେଇବି ତେଣିକି ଯାହା ହଉଛି ହଉ, ମୁଁ ଯାହା କରିବା କଥା କର। ତ ଏଇ ପରିସ୍ଥିତି କାହିଁକି ଆସିଲା ଯେହେତୁ ସିଏ ଏବେ ଚିନ୍ତା କରାଗଲା ଯେ ସିଏ ଭ୍ୟାକ୍ସିନ ଟା ଯୋଉ ବନଉଛି ତା ଏରିଆରେ ଯେତେବେଳେ ରଷିଆରେ ବନା ହଉଛି ସେ କେତେ ଟଙ୍କାରେ ବନଉଛି ତ ମୁଁ 20 ଟଙ୍କାରେ ବନଉଛି ମାନିନିଅ ମୁଁ 20 ଟଙ୍କାରେ ସେଠି ଖର୍ଚ୍ଚ ହେଲା 20 ଟଙ୍କା ତ ସେ 20 ଟଙ୍କାର ଜିନିଷ ଯେତେବେଳେ ଇଣ୍ଡିଆକୁ ଆସୁଛି 2,000 ଟଙ୍କା ହେଇଯିବ କେତେ ଗୁଣା ବଢିଯାଉଛି ତ କଣ କଲେ ମୁଁ 20 ଟଙ୍କାର ଜିନିଷ ପାଇବି ଲେଟ୍ ଡୁ ୟୋର ସେଟଅପ୍ ହିୟର ମୁଁ ଯଦି ମୋର ସେଟଅପ୍ ଏଠି ଲଗେଇଦେବି ତାହେଲେ କଣ ହବ ମୁଁ ସେଇ ଜିନିଷଟା 20 ଟଙ୍କାରେ ପାଇଯିବି 20 ଟଙ୍କାରେ ଯଦି ପାଇବି ତୁ 50 ଟଙ୍କା ବିକିଲେ ବି ମୁଁ ଆଫୋର୍ଡ କରିପାରିବି ଲୋକ 50 ଟଙ୍କା ନା 50 ଟଙ୍କା ଅଛି ଆଫୋର୍ଡ କରିପାରିବି ତ ସେଥିପାଇଁ କଣ କରାଗଲା ନା ସେତେବେଳେ 1990 ମସିହାରେ ଏଇଭଳିଆ ଏମିତି ପରିସ୍ଥିତି ଥିଲା ଯେ ଗୋଟେ ଛୋଟିଆ ପ୍ରଡକ୍ଟ ଯେତେବେଳେ ବିକ୍ରି ହଉଥିଲା ଗୋଟେ ଧର ଡ୍ରେସ ରହିଲା ଆମେ ଏଠି 100 ଟଙ୍କାରେ ଯଦି କିଣିବା ବାହାର ଦେଶରୁ ଗୋଟେ ଡ୍ରେସ ଆସିକି ଯେତେବେଳେ ଏଠି ବିକ୍ରି ହବ ସେଇଟା ହଉଛି 2,000 3,000 4,000 ବିକ୍ରି ହବ ତେଣୁ ତାକୁ ଲୋକ କିଣିଲେନି କେତେ ପଇସା ଦେବ ରେୟାର ଲୋକ କିଣିଲେ ଯଦି ରେୟାର ଲୋକ କିଣିଲେ ତାହେଲେ ଗୋଟେ କମ୍ପାନୀ ଦେଖିବା ଯେ ମୁଁ ଏତେ ବାଟ ନେଇକି ଆସୁଛି ଯଦି ଗୋଟେ ବିଜନେସ ନ ହଉଛି ମୁଁ ଏଠି ସେଟଅପ୍ କାହିଁ କରିବି ତେଣୁ ସମସ୍ତେ ମୁହଁ ଫେରେଇ ନେଲେ ଇଣ୍ଡିଆ ପାଖକୁ ଯେ ଆମେ ଏଠି କିଛି ସେଟଅପ୍ କରିବୁ ତାହେଲେ ବାହାର ପଟୁ ଯୋଉ ଜିନିଷ ଗୁଡାକ ଦରକାର ତାକୁ କିଣିବା ପାଇଁ ଆମ ପାଖରେ ପଇସା ରହିଲାନି ବାହାର ପଇସା ରହିଲେ ସିନା ମୁଁ କିଣିବି ଡଲାର ରହିଲେ ସିନା ମୁଁ ବାହାରୁ କିଣିବି ମୋ ପାଖରେ ଡଲାର ନାହିଁ ତାହେଲେ ମୁଁ କିଣିବି କି ତ ଏଇ ହିସାବରେ କଣ ହେଲା 1990 ମସିହାରେ ଟୋଟାଲି ଇଣ୍ଡିଆ ପାଖରେ ଫଣ୍ଡିଂ ର ଅଭାବ ରହିବ ତ ସେ ସମୟରେ ଡକ୍ଟର ମନମୋହନ ସିଂ ତାଙ୍କର ଅଧ୍ୟକ୍ଷତାରେ ପଲିସିଟାକୁ ଆହୁରି ମାନେ ସ୍କୁଇଜ କରାଗଲା ବା ଏତେ ସହଜ କରାଗଲା ସରଳୀକରଣ କରାଗଲା ଯୋଉଟା କି ବାହାର କମ୍ପାନୀ ମାନେ ଆସିକି ଏଠି ଇନଭେଷ୍ଟମେଣ୍ଟ କରିବେ ହଁ ମାନେ ସେ ସମୟରେ ଦେବାଳିଆ ପରିସ୍ଥିତି ଯେତେବେଳେ ଆସିଲା ପିଭି ନରସିଂହ ରାଓ ଆମେ କଣ କରିବା ତ ଯେତେବେଳେ ଯେମିତି ମୁଁ କହିଲି ଯୋଉଟା କଣ ନା ସୁନା ସୁନାକୁ ବିକିକି ଆମେ ତାକୁ ଆଣିକି ଆମେ ଦେଶ ଚଳେଇବା ତ ତାକୁ ଯେତିକି ସୁନା ଥିଲା ସେତିକି ସୁନା ପକେଇ ଦେଲେ ଆଉ ମାସେ ଚାଲିବ ତାହେଲେ କୋଉ ସୁନାଟା ବିକ୍ରି ହବ ଲୋକଙ୍କ ସୁନା ତ ବିକ୍ରି ହବନି ନା ଯୋଉ ସୁନା କଳା ବଜାରୀ ସୁନା ଯେମିତି ଦୁବାଇରୁ ଆସିଲା କାଗଜ ପତ୍ର ନାହିଁ ସେଇ ସୁନା ଧରା ପଡିଲା ତ ସେଇ ସୁନାକୁ ବିକ୍ରି ହବ କଳା ବଜାରୀ ସୁନାକୁ ବିକ୍ରି ହବ କିନ୍ତୁ ତାକୁ ବିକିଲେ ବି ମାସେ ଚାଲିବ ତ ପରମାନେଣ୍ଟ ସଲ୍ୟୁସନ କଣ କରାଗଲା ନା ଇଣ୍ଡଷ୍ଟ୍ରିଆଲାଇଜେସନ କୁ ଖୋଲିଦେଲା ଯେ ସମସ୍ତଙ୍କୁ ଏତେ ସରଳୀକରଣ ଦିଆଗଲା ଯେ ଜାଗା ଦିଆଗଲା ଯେ ତମେ ତମର ସେଟଅପ୍ ଏଠି ଖୋଲ ତାର ରୟାଲିଟି ଫିସ୍ ମତେ ଦବ ତମେ ଯୋଉ ଜାଗା ନବ ସେ ଜାଗାର ପଇସା ମତେ ଦବ ପ୍ଲସ ଭଡା ଦବ ଆଉ ତମେ ତମର ମ୍ୟାନୁଫ୍ୟାକ୍ଚରିଂ ସେଟଅପ୍ କରିବ ତାପରେ ଫରେନ୍ କମ୍ପାନୀ ଆସ୍ତେ ଆସ୍ତେ ବୁଝିଲା ତ ଯେତେବେଳେ ଫରେନ୍ ପଇସା ଗୁଡାକ ଏଠି ଚାଲିଲା ଆମେ ଫରେନ୍ ପ୍ରଡକ୍ଟ ଗୁଡାକ ବେଶୀ ୟୁଜ କରୁ ତ ମୋବାଇଲ ଠାରୁ ଆରମ୍ଭ କରିକି ନେଟୱାର୍କ ଟେକ୍ନୋଲୋଜି ସବୁ ଆମେ ଆରାମସେ ପାଇପାରିବା ନହେଲେ ହୁଏତ ଯଦି ଫରେନ୍ ପ୍ରଡକ୍ଟ ଏଠି ନ ଆସିଥାନ୍ତା ଭିଭୋ ଆଇଫୋନ ଏଇ ଜିନିଷ ଆମେ କିଣି ପାରିନଥାନ୍ତେ ଆଇଫୋନ ହୁଏତ 3 ଲକ୍ଷ ବାଦ ଆମେ ଫରେନ୍ ରୁ ମଗେଇଥାନ୍ତେ ଅନଲାଇନ ବୁଝିଲ ଭିବୋର ନଥାନ୍ତା ଆମ ପିକ୍ଚର ଗୁଡାକ କଳା ଆସିଥାନ୍ତା ବୁଝିଲା ଭିବୋରେ ଯୋଉ ଗୋରା ଗୋରା ଆସୁଛି ଗୋରା ଆସନ୍ତି ଭଲ ଆସନ୍ତି ଦୂରରୁ ଖିଚ ନାହିଁ ହେଲା ଆମେ ମାଇକ୍ରୋମ୍ୟାକ୍ସ ମୋବାଇଲରେ ଦେଇଥାନ୍ତେ ନହେଲେ କାର୍ବନ ମୋବାଇଲ ଦେଇଥାନ୍ତେ ବୁଝିଲେ କି ଯେହେତୁ ଫରେନ୍ କମ୍ପାନୀ ଗୁଡାକ ଇନଭେଷ୍ଟମେଣ୍ଟ ଚାଇନା ଏସବୁ କମ୍ପାନୀର ସେଟଅପ୍ ବନିଲା ସେମାନେ ତାଙ୍କ ସର୍ଭିସ ସେଣ୍ଟର ବୁଝିଲ ତ ଏଇ ସବୁ ହିସାବରେ କଣ ଆସିଲା ନା ବିଜନେସ ସିଷ୍ଟମ ଡିଫରେଣ୍ଟ ସିଷ୍ଟମ ଆଣ୍ଡ ପ୍ରାକ୍ଟିସେସ୍ କୋଉ ଜାଗାରେ କେମିତି ବିଜନେସ କରାଯିବ ସେଟା ଫଲୋ କରାଗଲା political system and risks subject to the same country and subject to the different country political risk ହେଇଥିବ ବିଜେପି ଭାଇ ଭାଇ ଥିଲା ଯେତେବେଳେ କଂଗ୍ରେସ ଯେତେବେଳେ ଭାଇ ତୁ କାହିଁ ଆସିଥିଲୁ ଏଠି ନର୍ମାଲି ଜିନିଷ ଦେଖ ଯେତେବେଳେ ଆଫଗାନିସ୍ତାନରେ ଲୋକତନ୍ତ୍ର ଚାଲିଥିଲା ଲୋକମାନେ ଭୋଟ ଦେଇକି ଗଣି ସରକାରକୁ ଚୁଜ କରିଥିଲେ ଯୋଉ ଗଣି ତାଙ୍କର ପ୍ରଧାନମନ୍ତ୍ରୀ ଥିଲେ ସେ ସମୟରେ ଇଣ୍ଡିଆ କଣ କରିଥିଲା ଆଫଗାନିସ୍ତାନକୁ ହେଲ୍ପ କରିକି ଇଣ୍ଡିଆ ତାର ପ୍ରୋଜେକ୍ଟ ସେଠି ବନେଇଲା
କିଛି କିଛି ମାନେ ବହୁତ ପ୍ରକାର ଇନଭେଷ୍ଟମେଣ୍ଟ ଇଣ୍ଡିଆ କରିଚାଲେ, କିନ୍ତୁ ଯେତେବେଳେ ଲୋକତନ୍ତ୍ର ହଡିକି ତାଲିବାନ ମାନେ ଆସିଲେ ତ ଇଣ୍ଡିଆ ଯେତିକି ପ୍ରୋଜେକ୍ଟ ଇନଭେଷ୍ଟମେଣ୍ଟ କରିଥିଲା ତାହେଲେ ସମସ୍ତେ ଡରିକି ଆତଙ୍କବାଦୀ ସହିତ କିଏ ହାତ ମିଳିବ? ହଁ, ଆତଙ୍କବାଦୀ ତା ଖେଳ ମନ୍ତ୍ରୀ ବନ୍ଧୁକ ଧରିକି ଆସୁଛି, ବୁଝିପାରୁଛି, ତା ହାତ ମିଳିବ ତା ସହିତ ସେ ଆସି ଫୁଟେଇ ଦବ। ଆମ ପ୍ଲେୟାର ଟିକେ ମାରିଦେବେ, ଆମ ପ୍ଲେୟାର ରହିଲେ ପଇସା ପତ୍ର ତାକୁ ଦିଅ। ତେଣୁ ଡରିକି ତାଙ୍କ ସହିତ ଫରେନ୍ ଇନଭେଷ୍ଟମେଣ୍ଟ ଏଇନା ଦେଶ ଆସ୍ତେ 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 ଦୁର୍ବଳ ହେଇ ଆଉ ସେମାନେ ଖଜୁରୀ ଖାଇ କେତେ ଦିନ ହଉଛି, ଭାତ ତ ଖାଇବେନି, ତାଙ୍କର ଖଜୁରୀ ମ୍ୟାନୁଫ୍ୟାକ୍ଚର ଖରା ଖଜୁରୀ ଖାଏ, ରାତିରେ ଖଜୁରୀ ଖାଏ। ଭଲ ରିଜିନ ଥିଲା, ଏବେ ତାଲିବାନ ଆସିଲେ ସମସ୍ତେ ଡରୁଛନ୍ତି। ତାଲିବାନ ଶାସନ କରୁଛନ୍ତି, କେହି ଇନଭେଷ୍ଟମେଣ୍ଟ କରୁନାହାନ୍ତି ତା ଉପରେ। ଏବେ କଣ କୋଉଠି ହଉଛି ନା ଆଫଗାନିସ୍ତାନରେ ରହୁଛି, ଦେଖିବା କି ବୁଲିବ ସେଠି ଜାଗାରେ ଆମେ ବନ୍ଧୁକ ଧରିକି ଆଇଲେ ଆମର ଏଠି ଲୋକଙ୍କୁ ୱେଲକମ କରିବେ, ବନ୍ଧୁକ ଉପରେ ଢୋଆ ୱେଲକମ। ପଲିଟିକାଲ ରିସ୍କ ରହିଲା, ସେ ସମୟରେ କଣ ହଉଥିଲା, ବେଶୀ ପ୍ରଡକ୍ସନ ହଉଥିଲା। ଏବେ କଣ ହଉଥିଲା ନା ପ୍ରଡକ୍ସନ ବେଶୀ ହେଲାନି, କମିଗଲା। ଆଉ ଗୋଟେ ଦେଖ, ତମେ କହିବ ଆମର ମାନେ ଲୋକମାନଙ୍କର ଛଟେଇ କମ୍ପାନୀ ମାନଙ୍କର କାହିଁକି ହଉ ଚାକିରି ଗୋଟେ ଦି ଦେଶ ଭିତରେ ଯୁଦ୍ଧ ଚାଲିଲା ତ ଆମ ପାଖରେ କଣ, ଆମେ ତ ବଢିଆ ଅଛି, କାଲି ବି ପଖାଳ ଖାଉଥିଲା, ଆଜି ବି ପଖାଳ ଖାଉଛି। ଆକ୍ଚୁଆଲି କଣ ଇମ୍ପାକ୍ଟ ପକେଇବେ, ଗୋଟେ ଦି ଦେଶ ଭିତରେ ଯୁଦ୍ଧ ପକେଇଲେ ଆମର ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ, ୟୁକ୍ରେନ ସହିତ ଆମର କିଛି ସମ୍ପର୍କ ନାହିଁ, କେବଳ ଆମ ମେଡିକାଲ ଷ୍ଟୁଡେଣ୍ଟ ମାନେ ଯାଉଥିଲେ ପାଠ ପଢିବାକୁ, ଆଉ କିଛି ନାହିଁ। ସେ ଗୋଟେ ଏତେ ଦୁର୍ବଳ କଣ୍ଟ୍ରି, କେବଳ ଆମ ପିଲାମାନେ ସେଠିକି ଯାଉଥିଲେ କାରଣ କମ ପଇସାରେ 11 ଲକ୍ଷ ଟଙ୍କାରେ ମେଡିକାଲ ହେଇଯାଉଛି। ୟୁକ୍ରେନ କେତେ ଆସିବ, ୟୁକ୍ରେନ ଠାରୁ ଆମେ ବହୁତ ସ୍ଟ୍ରଙ୍ଗ। ୟୁକ୍ରେନରେ କେବଳ ଆମର ପିଲା ଯାଉଥିଲେ ପାଠ ପଢିବାକୁ, ଆମର ଏଠି ଗଭର୍ଣ୍ଣମେଣ୍ଟରେ ପଢିଲେ ମେଡିକାଲ 3 ଲକ୍ଷ ଖର୍ଚ୍ଚ ହଉଛି, ତାଙ୍କର ଯଦି ମେଡିକାଲ 4 ବର୍ଷ ପଢାଯିବ 11 ଲକ୍ଷ ଟଙ୍କା ଗୋଟେ ଦେଖ, ଗୋଟେ ଦେଶ ଦି ଦେଶ ଭିତରେ ଯୁଦ୍ଧ ଚାଲିଲା, କିନ୍ତୁ ଆମ ଦେଶ ଭିତରେ ବି ସେଟା ଇମ୍ପାକ୍ଟ ପଡିଲା। ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ଚାଲିଛି ଏବେ, ତ ଇସ୍ରାଏଲ ପାଲେଷ୍ଟାଇନ ଯେତେବେଳେ ଯୁଦ୍ଧ ଚାଲିଛି ଏଇଟା ଇମ୍ପାକ୍ଟ ଆମ ଉପରେ ବି ପଡୁଛି। ତ ଏଇ ଯୋଉ ଇସ୍ରାଏଲ କାହା କାହାର ଶତ୍ରୁ, ଇସ୍ରାଏଲ କାହା କାହାର ମିତ୍ର, ସେଇଟା ବି ଦେଖିବାକୁ ପଡୁଛି। ଯଦି ଇସ୍ରାଏଲ ପାଖରେ ଯୁଦ୍ଧ ଚାଲୁଛି, ଇସ୍ରାଏଲର କିଛି ଜିନିଷ, ଇସ୍ରାଏଲଟା ହଉଛି ମେଡିକାଲ ଇଣ୍ଡଷ୍ଟ୍ରିରେ ସବୁଠୁ ପାୱାରଫୁଲ, ବୁଝୁଛି। ଆମର ଯଦି କିଛି ଏଣ୍ଡୋସ୍କୋପି ଫେଣ୍ଡୋସ୍କୋପି ହବ, ତାପରେ ଆମ ପାଇପ୍ ଫାଇପ୍ ବସେଇକି ପୁରା ଭିତରେ ପୁରା କାଟିକି ପୁରା ଦେଖିକି ହେଲା, କାର ହେଇଛି ଏଣ୍ଡୋସ୍କୋପି କାର ହେଇଛି ଏଇଟା ପେଟରେ ଯଦି କିଛି ପ୍ରୋବ୍ଲେମ ବାହାରିଲା ଏଣ୍ଡୋସ୍କୋପି ହବ, ଏତେ ବଡ ପାଇପ୍ ପାଟିରେ ବସେଇଲେ ତାପରେ ଡକ୍ଟର କହିବ ହଁ ପେଟରେ ଏଇଆ ଏଇଆ ହେଇଛି। କି କଷ୍ଟ ଦେଖ, ଗୋଟେ ମଣିଷ ଜୀବନ ପାଇଲେ ତମେ ତାଙ୍କର ନଳି ବସେଇକି ଚେକ୍ କରିବ, କ୍ୟାମେରା ନେଇ ଭିଡିଓ। ଇସ୍ରାଏଲ ଏଭଳିଆ ଟେନସନ କଣ ହେଇଛି, ପେଟରେ କିଛି ପ୍ରୋବ୍ଲେମ ନା, ଶୋଇଯାଏ ଗୋଟେ ମେଡିସିନ କ୍ୟାପସୁଲ ଖାଇଦବ, ତା ଭିତରେ କ୍ୟାମେରା ପେଟରେ କ୍ୟାମେରା ଉପରୁ ସବୁ ଦେଖିବ। ଓକେ ମିଳିଯିବ, ତାଙ୍କ ଟେକ୍ନୋଲୋଜି ଏମିତିଆ, ସେ କ୍ୟାମେରା ମିଳିଯିବ, କ୍ୟାମେରା ମିଳିଯିବ, ସେ ସବୁ ତାଙ୍କର ଜିନିଷ ଏମିତି ବନାଯାଉଛି ମିଳିଯିବ, ମାନେ ଆଟ ବଡି ଆକୋମୋଡେଟ୍ କରିବ। ତ ସେଥିପାଇଁ ସେମାନେ ମେଡିକାଲ ସେକ୍ଟରରେ ବହୁତ ପାରଙ୍ଗମ। ତମେ ଚିନ୍ତା କରୁନ, ଗୋଟେ ଦେଶ ଉପରେ ତୋପ ଆଟାକ କରିବେ, ସେ ଅଟୋମେଟିକ ତାର ଏୟାର ଡିଫେନ୍ସ ଅଟୋମେଟିକ ଗୋଟେ ଜାଲ ବନେଇବ, ଆଉ ସେ ସବୁ ଉପରେ ଉପରେ ସବୁ ନଷ୍ଟ ହେଇଯିବ। ଚିନ୍ତା କର, ଆଉ 99% ଆକୁରେସି, ଏତେ ତୋପ ଆସିବ। ଆଉ ସେ ଗୋଟେ ଛୋଟିଆ କଣ୍ଟ୍ରି, ପାଲେଷ୍ଟାଇନର ବହୁତ ମୁସଲିମ କଣ୍ଟ୍ରି, ବଡ କଣ୍ଟ୍ରିଟା, ଛୋଟିଆ କଣ୍ଟ୍ରି ଇସ୍ରାଏଲ ପୁରା ଡରେଇକି ରଖିଛି, କପି ପୁରା ଉଡେଇଦେବି। ଇଲେକ୍ଟ୍ରୋନିକ୍ସ ମେଡିକାଲ ସେକ୍ଟରରେ ତାର ସବୁ ମିଲିଟାରୀ ବହୁତ ସଫଳ, ଏହା ତାର ହଉଛି ଟେକ୍ନୋଲୋଜି ଓରିଏଣ୍ଟେଡ, ବହୁତ ସେମାନେ ସାର୍ପ ମାଇଣ୍ଡ ସବୁ ରହିଥାନ୍ତି, ତେଣୁ ତାଙ୍କ ପାଖରୁ ସବୁ ଜିନିଷ କିଣାଯାଏ। ଏବେ ସେଠି ଯେତେବେଳେ ଯୁଦ୍ଧ ଚାଲୁଛି, ସେଠୁ ଜିନିଷ ଅନ୍ୟ କଣ୍ଟ୍ରିକୁ ଯାଇପାରିବନି, ଯେତେବେଳେ ନ ଯାଇପାରିବ, ଆମର ମେଡିକାଲ ସେକ୍ଟରରେ ଯୋଉମାନେ ଏଇ ଯୋଉ ଟେକ୍ନୋଲୋଜି ଉପରେ ଆକ୍ୱାଣ୍ଟେଡ, ସେଇ ଜିନିଷ ଯଦି ନ ଆସିବ ସେମାନେ କଣ ହେବେ, ଷ୍ଟପ୍ ହେବେ, ତ ସେମାନେ ଚାକିରିରୁ ଅଟକିବେ। ସଫ୍ଟୱେର ଇଣ୍ଡଷ୍ଟ୍ରି କଣ ପ୍ରୋବ୍ଲେମ, ଏବେ ଦେଖିବ ସଫ୍ଟୱେର ଇଣ୍ଡଷ୍ଟ୍ରିରେ ବହୁତ ଛଟେଇ ଚାଲିଛି,
रिसेशन पीरियड जोटा कहला जोटा कि हमर 2000 मसिया हेतिला जेतरा सप्तम घोटाला हेतिला सप्तम घोटाला जोटा कि हमर एटा बड गोटे घोटाला हेतिला जादे कि इंडिया रो सेंसेक्स मार्केट था 25,000 रु 8,000 सेंसेक्स कमी जोटा कि हमें शेयर मार्केट रे पैसा लगो जेतरा 25,000 को कमिला 25,000 रु 8,000 को कमिला बहुत लोग से समय सुइसाइड कर दे बुझियो ମାନେ ଯିଏ କୋଟି କୋଟି ଟଙ୍କା ରଖିଥିଲେ ତାଙ୍କ ପଇସା ଖସିଗଲା 3,000 4,000 କୁ ପଳେଇଛି ବହୁତ ଲୋକ ସେ ସବୁ ସୁଇସାଇଡ କରିଛନ୍ତି ବହୁତ ଲୋକଙ୍କର ଚାକିରି ପଳେଇଥିଲା ତ ଏଇ ଯୋଉ ପ୍ରୋବ୍ଲେମ ସବୁ କ୍ରିଏଟ ହେଲା ବିକଜ ଅଫ ବାହାର ମାର୍କେଟ ଆଉ ଉପରେ ଡିପେଣ୍ଡେଣ୍ଟ କରିପାରିଲେନି ଏବେ ଯେତେବେଳେ ଆମେରିକାରେ ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେଲା ଡୋନାଲ୍ଡ ଟ୍ରମ୍ପ ଆସିଲେ ତ ତାଙ୍କ ଏଗେନଷ୍ଟ ଡୋନାଲ୍ଡ ଟ୍ରମ୍ପ କାହାର ବେଶୀ ବନ୍ଧୁ ଇଣ୍ଡିଆର କାହିଁକି ଇଣ୍ଡିଆରେ ବେଶୀ ବନ୍ଧୁ ତାର ହୋଟେଲ ସବୁ ଇଣ୍ଡିଆରେ ଚାଲିଛି କିଛି ଯଦି ଗଲତି କରିବ ତା ହୋଟେଲ ସବୁ ବନ୍ଦ ହେଇଯିବ ତେଣୁ ସେ ଇଣ୍ଡିଆ ସହିତ କୌଣସି ପଙ୍ଗା ନବନି ବୁଝିଲା ତା ପୂର୍ବରୁ ଯେତେବେଳେ ସେ ଇଣ୍ଡିଆର ବଡ ଶତ୍ରୁ ତ ଯେତେବେଳେ ପଲିଟିକାଲ ଜିନିଷ ଚେଞ୍ଜ ହଉଛି ପ୍ରୋଜେକ୍ଟ ଆସିବା ବି କମିଯିବ ତମେ ଦେଖ ଏବେ ତ ଇଣ୍ଡିଆ ପ୍ରୋଜେକ୍ଟ ଫାଇଲ କରିଥିଲା 10ଟା ହଁ ଏବେ ଭଲ ରିଲେସନ ଏବେ ଦେଖ ଗୋଟେ ଗଭର୍ଣ୍ଣମେଣ୍ଟ ଗୋଟେ ସ୍ଥିର ଗଭର୍ଣ୍ଣମେଣ୍ଟ ଚାଲିଲେ ଏମ୍ପ୍ଲୟମେଣ୍ଟ ସେତିକି ବଢେ ବିଜେଡି ଥିଲା 25 ବର୍ଷ ଧରିକି ଯେତେବେଳେ 25 ବର୍ଷ ଧରିକି ଚାଲିଲା ସେ ସମୟ ସବୁ ଚାଲିଲା ମୋ ସ୍କୁଲ ମୋ ପ୍ରୋଜେକ୍ଟ ମୋ ସବୁ ସବୁ ମୋ ଉପରେ ଚାଲିଲା ତେଣୁ ତାର ଯୋଉ ପ୍ରୋଜେକ୍ଟ ଗୁଡାକ ଯୋଉ କମ୍ପାନୀ ହ୍ୟାଣ୍ଡେଲ କରୁଥିଲା ଭୁବନେଶ୍ୱର ଗୋଟେ ସିଏସଏମ୍ କମ୍ପାନୀ ଅଛି ତ ସିଏସଏମ୍ କମ୍ପାନୀ ତାକୁ ହ୍ୟାଣ୍ଡେଲ କରେ and lot of students ସବୁ ଚାକିରି ସବୁ ପାଇଥିଲେ ଯେତେବେଳେ ବିଜେପି ଆସିଲା ପ୍ରୋଜେକ୍ଟ ବନ୍ଦ ସେ ଆଉ ମୋ ସ୍କୁଲ ମୋ ପ୍ରୋଜେକ୍ଟ ସବୁ ବନ୍ଦ ହେଇଗଲା ଯେତେବେଳେ ବନ୍ଦ ହେଇଗଲା ସେ ଏମ୍ପ୍ଲୟି ମାନେ ଯିବେ କୁଆଡେ ତା ଭିତରୁ कंपनी चूज कला जो माने कम एक्सपीरियंस टिके लोअर परफॉर्मेंस अछि ताको कंपलसरी लीव रे पठेला तबे छुट्टी नहीं होएला जेता प्रोजेक्ट असे कोन काटी सर से प्रोजेक्ट को दीदी नाम चेंज करेगा देखो मु तो से नंबर भल नाही ताको देबी बुझियो कि तार सॉफ्टवेयर इंडस्ट्री रे बीजेपी रे तार चिन्हा अछि चिन्हा ଏବେ ଯେତେବେଳେ ବିଜେପି ଗଭର୍ଣ୍ଣମେଣ୍ଟ ଆସେ ତାର ବି ସେମିତି ଚିନ୍ତା ଥିବ ନା ସେ ତାକୁ ପଇସା ଦେଇଥିବ ଫଣ୍ଡିଂ ଦେଇଥିବ ଜିତିବା ପାଇଁ ତ ସେ କହିବ ଭାଇ ମୁଁ ତତେ ଜିତେଇବି ଆଉ ମତେ ପ୍ରୋଜେକ୍ଟ ନା ଠିକ ଅଛି ଆର ଯେତିକି ମୋ ଏଟା ତୋର ତ ମୋ ପ୍ରୋଜେକ୍ଟ ହେଲା ତୋର ପ୍ରୋଜେକ୍ଟ ହେଲା ବୁଝିଛୁ କି ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେଲେ ବି ଏଇ ଜିନିଷ ଯେମିତି କି ଗାଁ ମାନଙ୍କରେ ଦେଖ ସରପଞ୍ଚ ଚେଞ୍ଜ ହେଲେ ରାସ୍ତା କାମ ବି ଆଉ ଗୋଟେ ଲୋକ ପାଖକୁ ପଳାଏ କି ନାହିଁ ଗୋଟେ ଆଉ ଗୋଟେ ମୁରବୀ ପାଖକୁ ପଳେଇବାରେ ଇଏ ଭାଇ କରୁଥିଲା ଏ ଭାଇ କରୁଥିଲା ସେ ଜିନିଷ ଯାହା इंटरनेशनल सेक्टर भी तो ସେଥିପାଇଁ କଣ ହୁଏ ଯେତେବେଳେ ପଲିଟିକାଲ ଇସ୍ୟୁ ଆସିବ ସେ ସମୟରେ ଫରେନ ପଲିସି ବା ଫରେନ ଡିଉଟି ଆମର କମ ଆଉ ଗୋଟେ ପ୍ରୋବ୍ଲେମ କଣ ଆସିବ ଆଉ ଗୋଟେ ପ୍ରୋବ୍ଲେମ ଆସିବ କରେନ୍ସି ଅଫ ଦ ଡୋମେଷ୍ଟିକ कंट्री ନିଜ ନିଜ ଭିତରେ ନିଜ ଦେଶ ଭିତରେ ବିଜନେସ କରିବାଟା ବହୁତ ସହଜ କାରଣ ଆମେ ଟଙ୍କା ପଇସା ହିସାବ ପତ୍ର କରୁ କିନ୍ତୁ ଅନ୍ୟ ଦେଶ ସହିତ ଯେତେବେଳେ କରିବା କରେନ୍ସି ପୁଣି ଅଲଗା ସେ କରେନ୍ସି ର ଭ୍ୟାଲୁ ବି ଆମକୁ ଜାଣିଥିବ ଯଦି ନ ଜାଣି ତାହେଲେ ओके तो এই सब डिफरेंट प्रॉब्लम ভিতরে ଆମେ বিজনেস কरू फॉरेन पॉलिसी द्वारा फास्ट कौन है ना ଆମର ଟୋଟାଲ ଉପରେ ଦାରିଦ୍ର୍ୟ ଦୂରୀକରଣ ହୁଏ ଓକେ ଅନଏମ୍ପ୍ଲୟମେଣ୍ଟ ଏମ୍ପ୍ଲୟମେଣ୍ଟ ଏସବୁ ଜିନିଷ ହୁଏ ଏବେ ପାରାଦୀପରେ କୋସ୍କୋ ହେଇଥାନ୍ତା ଜାପାନର कंपनी ତ ବହୁତ ଲୋକ ସେଠି ପ୍ଲେସମେଣ୍ଟ ପାଇଥାନ୍ତି ଓକେ ତ ପ୍ଲେସମେଣ୍ଟ ଯଦି ପାଇଥାନ୍ତେ ଲୋକ ଜମି ବି ହରିଥାନ୍ତେ ତ ଜମି ଯେତେବେଳେ ହରିଥାନ୍ତେ ତାଙ୍କର ଘରର ଗୋଟେ ବ୍ୟକ୍ତିଙ୍କୁ ଚାକିରି ଦିଆଯାଇଥାନ୍ତା ମାନେ ଜମି ବାବଦକୁ ସେମାନେ ପଇସା ପାଇବେ ପ୍ଲସ୍ ଚାକିରି ବି ପାଇବେ ଚିନ୍ତା କର ଗୋଟେ ଘରୁ ଯୋଉଠି ଜମି କିଛି ୟୁଟିଲାଇଜେସନ ହଉନାହିଁ ତ ଯଦି ୟୁଟିଲାଇଜେସନ ନ ହଉଛି ତାହେଲେ କଣ ହବ କଣ ମାନେ ଚାଷ ବାସ ହେଲାଣି ତାକୁ ପଡିଆ ପଡିଆ ହେଇକି ପଡେ ତାକୁ ମୁଁ ବିକି ଦେଇକି ଯଦି ମୁଁ ଚାକିରି ପାଉଛି ମୁଁ ବେନିଫିଟ ଅଛି ଆଉ ଯଦି ପଡିଆ ହେଇକି ପାନି ନା ମୁଁ ଚାକିରି ପାଉଛି ଦଣ୍ଡା ହେଇକି ବୁଲୁଛି
ହେଲା ତା କିଛି ୟୁଟିଲାଇଜେସନ ଓକେ ତ ଏଇଟା ଥିଲା କ୍ରସ୍ ଅଫ୍ ନଲେଜ ଓକେ ତ ନେକ୍ସଟ କ୍ଲାସ ରେ ଆମେ ପଢିବା पेट्रोलियम ओके सो इंडिया रा ट्रेडिंग हमें पेट्रोलियम थ्रू रे केमती करबा एटा सरिजी वाला क्लास रे सबले आरो नोट्स को प्रोवाइड स्टेज का